ତୁ ମତେ ପଛରେ ଡାକିଲୁ କାହିଁକି? ମା ଗୋ ତୁମେ ଏ ପରିବେଶରେ ଗଲେ ରାଜା ତୁମକୁ ମୋଟେ ପୂଜା କରିବନି। ତାହେଲେ କେ ବେଶରେ ଗଲେ ରାଜା ମତେ ପୂଜା କରିବ? ବୃଦ୍ଧା ବ୍ରାହ୍ମଣୀ ବେଶ ଯାଇ ରାଜାକୁ ସତ୍ୟ କରାଇ ତା ହସ୍ତରେ ପୂଜା ନେବାକୁ ହେବ। ପଦ୍ମାରେ ତୁ ମତେ ବୃଦ୍ଧା ବ୍ରାହ୍ମଣୀ ବେଶରେ ସଜେଇ ଦେ। ଚାଲନ୍ତୁ ଭିତରକୁ ଚାଲନ୍ତୁ, ମୁଁ ତୁମକୁ ବୃଦ୍ଧା ବ୍ରାହ୍ମଣୀ ବେଶ ସଜାଇ ଦେବି। ଆଉ ସେଇ ବେଶକୁ ନେଇ ଗଲେ ରାଜା ଆପଣଙ୍କୁ ନିଶ୍ଚୟ ପୂଜା କରିବ। ତେବେ ଚାଲ ପଦ୍ମା। ଚାଲ ମା। କାହିଁକି ତମେ ମୋ ପଛରେ ପଡ଼ିଛ? ମୁଁ କି ଦୋଷ କରିଛି? ମୁଁ କଣ ଚୋର? ନା ମୁଁ ବଦମା? ନା ମୁଁ ପାଗଳ? ତୁ ଗୋଟେ ପାଗଳ। ତୁ ପାଗଳ, ତୋ ବାପା ପାଗଳ, ତୋ ଚାଉଳ ପୁରୁଷ ପାଗଳ। ନାଇଁ ବାବୁ, ମୁଁ ପାଗଳ ନୁହଁ, ମୁଁ ପାଗଳ ନୁହଁ ବାବୁ, ମୁଁ ପାଗଳ ନୁହଁ। ପାଗଳ ନୁହେଁ, ତମେ କିଏ? ମୁଁ କିଏ? ତମେ କିଏ? ମୁଁ କିଏ? ଭାଇ ଚଢ଼େଇ, ଭାଇ ଚଢ଼େଇ, କାଠି କୁଟା ସାଉଟି ତାଳକୁ ଚୁରି ବସାଟିଏ ବାନ୍ଧିଥିଲି। ଆସିଲା ଆସିଲା ଅଦିନିର ଝଡ଼। भयंकरी महावत्यारी भाई चढ़ी छोटे मशा घरटा भांगी रुजी चूरमार हो गला। हजी गली समस्त हजी गली, समस्त हजी गली। बाबू मस्ती देखी बाबू मो पुओ को देखी तुम्हें भी देखी ना ना मो कहार के देखी मु कितु खोजी बाहर करीबी जोठी दिले भी खोजी बाहर करी। अरे जाऊ तो बाहर जोठी दिले भी खोजी बाहर पागल कोउठी का खोजी बाहर करीबी। ओ बाबू तुम्हें किए? तुम्हारा परिचय कौन? परिचय कौन? तुम परिचय? हाँ मो परिचय। हाँ तुम परिचय जानिबा को चाहुचो? जानिबा को चाहुचो मो जीवन नाटक करुण कहानी। हाँ करुण कहानी जानिबा को चाहुचो मो जीवन नाटक इतिहास। हाँ इतिहास और जानिबा को चाहुचो ए भक्त समाज रो भक्त मुकाबिंदा परिचय माने काहे कि मत पागल कहि गुलाउची काहे कि सुनो समस्त सुनो से दिन थिला श्रावण मासर प्रथम सोमवार। पार करेगा भोला
ସ୍ୱାମୀ ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ହଁ ସ୍ୱାମୀ এই সোমবাରରେ ସେ ଦେବାଦିଦେବ ମହାଦେବଙ୍କ ପାଖକୁ ଭକ୍ତମାନେ କେମିତି ପାଣି ଢାଳିବା ପାଇଁ ଯାଇଛନ୍ତି। ଆମେ ପାଣି ଢାଳିବା ପରା ଆପଣ କାହିଁକି ଆମେ ପାଣି ଢାଳିବା ମନେ ଇଚ୍ଛା ବର ମାଗି ନେବା। ସ୍ୱାମୀ ଯିଏ ନିଜେ ଗଙ୍ଗାଧର ଯାହାଙ୍କ ମସ୍ତକରୁ ଅବିରତ ଗଙ୍ଗା ଝରୁଛି ତାଙ୍କୁ ପୂଜା କଲେ କଣ ସେ ଅଧିକ ଖୁସି ହେବେ। ବସୁଧା ଏ ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାରେ সেই ଦେବାଦିଦେବ ମହାଦେବ କୈଳାସପତି ଭୋଳା ମହେଶ୍ୱର ଭକ୍ତଙ୍କ ନିକଟରୁ ପଇଡ଼ ପାଣି ଗଙ୍ଗା ପାଣିରେ ସ୍ନାନ କରିବା ପାଇଁ ଅନେଇ ରହିଥାନ୍ତି। ଆଉ ଭକ୍ତ ଯେମିତି ବର ମାଗି ନିଏ ପ୍ରଭୁ ତାଙ୍କୁ ବର ପ୍ରଦାନ କରନ୍ତି ପରା। ତାହେଲେ ସ୍ୱାମୀ ଆମେ କଣ ଭୁଲ ମାର୍ଗରେ ଯାଉଛେ? କାହିଁକି ବସୁଧା? ଆଜି ନୁହେଁ ଦୀର୍ଘ ବର୍ଷ ଧରି ଆମେ ଜଳାଭିଷେକ କରି ଆସୁଛେ ହେଲେ ସେ କଣ ଆମ ଡାକ ଶୁଣୁଛନ୍ତି? ଆଜି ପର୍ଯ୍ୟନ୍ତ ମୁଁ ମା ହୋଇପାରିଲି ନା ତମେ ବାପା ହୋଇପାରିଲ। ଆଣ୍ଠୁ କୋଡ଼ି ପଡ଼ରେ ଦିନ କାଟୁଛେ। ବିଧିର ବିଧାନ କେ କରିବାନ ଭାଗ୍ୟରେ ଯାହା ଅଛି ତମକୁ ଭୋଗିବାକୁ ପଡ଼ିବ। ଏ ତ ନିୟତିର ଲେଖା କପାଳର ଲିଖନ। ଆଉ ଶୁଣ ବସୁଧା ମୋ ମନେ କହୁଛି ସେ ଦେବାଦିଦେବ ମହାଦେବ କୈଳାସପତି ଭୋଳା ମହେଶ୍ୱର ଆମ୍ଭମାନଙ୍କର ଡାକ ନିଶ୍ଚୟ ଶୁଣିବେ ନିଶ୍ଚୟ ଶୁଣିବେ। ଚାଲ ମନ୍ଦିର ଫାଙ୍କା ହେବାକୁ ଯାଉଛି ପାଣି ଢାଳିବା ମନ ଇଚ୍ଛା ବର ମାଗି ନେବା। ଚାଲନ୍ତୁ ସ୍ୱାମୀ। ଆସ ବସୁଧା। এই দেখো বসুধা মন্দির ফাঁকা হয়ে যাচ্ছি পানি ঢালিবা মনে ইচ্ছা বর মাগি নেবা। আস বসুধা। ମୁଁ ଯାହା ଶୁଣିଲି ତମକୁ ସେ ଶୁଣିଲ। ହଁ ସ୍ୱାମୀ ପିଲାଟି ରାଗରେ କାନ୍ଦୁଛି। କିନ୍ତୁ ମନ୍ଦିର ଭିତରେ ଓହୋ ସେ କଥା ତମେ ପରେ ବିଚାର କରିବ। ଦେଖିଲ ପିଲାଟି କେମିତି କାନ୍ଦୁଛି। ଠିକ ଅଛି ବସୁଧା। ନାଇଁ ବସୁଧା ଏ ହେଉଛି ପାପର ସନ୍ଦକ। ରଖ ସେଇଟାରେ ରଖ କହୁଛି ସେଇଟା। ସ୍ୱାମୀ ଆଉ ସେଇ ପ୍ରଭୁ ଚାହୁଁଛନ୍ତି ଏ ପାପର ସଞ୍ଚକକୁ ତୁମେ ପୁଣ୍ୟର ରୂପ ଦିଅ। ବସୁଧା ତା ଛଡା ଆମ ରାଜ୍ୟରେ ଏମିତି ଭୁଲ କରିବ ବା କିଏ? ବସୁଧା ଏ ସମାଜ ବହୁତ କଳୁଷିତ ହୋଇଯାଇଛି। ଋତୁ ବଦଳିଲା ବୋଲି
प्रत्येक मुहूर्ते समाज बदली चली भद्र समाज भद्र मुखापिला मनीष मैंने गोटे गोटे अन्याय अत्याचार हिंसा आउ से पापर संतक को प्रभु को पादर समर्पी काहको तुम भल मनीष कौच अरे काहको तुम भल मनीष कौच वसुधा नहीं वसुधा अरे तुम जाको भल मनीष कौच से भल मनीष भोल दासी जो पिलार जाति नहीं कुल नहीं गोत्र नहीं से पिला है मो वंशर उत्तराधिकारी केबे नुह ए पिला को पुत्र बोली केबे ग्रहण करी राजा चंद्रध्वज के तुम मत चिन्हि पारुनु बाबा के মই ହେଉଛି ତ ଆରାଧ୍ୟ ଦେବତା ଶିବ ଶଙ୍କର हे शिव शंकर हे भोला महेश्वर आपण कहतु जो पिलार जाति नहीं कुल नहीं गोत्र नहीं से पिला केमिति हम मो वंशर उत्तराधिकारी ମୁଁ ଜାଣିଛି ବାବା ଏ ପୁତ୍ର ପାଇଁ ତୁ ସଂକଟରେ ପଡ଼ି ଯାଇଛୁ ନା हाँ प्रभु ହେଲେ ଶୁଣ ବାବା ଏ ଆଉ କେହି ନୁହଁ ଏ ତୋରି ସନ୍ତାନ ना ହଁ ବାବା किंतु किंतु केमिति संभव ଶୁଣ ବାବା ପୂର୍ବ ଜନ୍ମରେ ସେ ତୋରି ପୁତ୍ର ଥିଲା କାଳକ୍ରମେ ଆସି ସେ ମୋ ପରମ ଭକ୍ତ କୂଳରେ ଜନ୍ମ ନେଲା ଗର୍ଭାବସ୍ଥାରେ ପିତା ତାର ଦୁନିଆ ଛାଡ଼ି ଚାଲିଗଲା ଆମେ ହତଭାଗାକୁ ଜନ୍ମ ଦେଇ ମୋରି ପାଦରେ ସମର୍ପଣ କରି ମା ତାର ଚିର ନିଦ୍ରାରେ ଶୋଇଗଲା ଏ ତ ବିଧିର ବିଧାନ ନିୟତିର ଖେଳ ସମୟ ଚକ୍ରରେ ସେ ପୁଣି ନିଷ୍ପେଷିତ ହୋଇ ତୋରି ପାଖରେ ପହଞ୍ଚିଗଲା ଯା ବାବା ଯା ମନରେ କିଛି ଶଙ୍କା ନ ରଖି ଅନ୍ତରର ସହିତ ତାକୁ ଗ୍ରହଣ କର ଦେଖିବୁ ସେହି ତ ଦୋଷ ରଖିବ ହଁ ସେହି ତ ଦୋଷ ରଖିବ ହଁ ସେହି ତ ଦୋଷ ରଖିବ हे देवादि देव महादेव हे कैलाशपति भोला महेश्वर आपणकर देइथिबा से अमूल्य संपद को मु जत्न रे सहित रखिबी और सेही पिला हेबो मो वंशर उत्तराधिकारी और सेही पिला हेबो मो वंशर उत्तराधिकारी कोन करिबी अरे रसिक रसिक ए रसिक आज्ञा रसिक अंधिया घर डाकुंडिया बापा ना धंडिया मो कामरे जे बाधा दबो पूरा पूरी करि दिबे मो डाको गांधिया जानी छी रसिक आज्ञा राती न फोन डाकिला गइला आज्ञा राति पाई काई दी घड़ी बेरा हली परा दी गडी तो कोन गड कोजो राति पाई हां काई के सकाळ डाकिले काहे के रखी सुन रसिक की सेवा करिए अच्छा रसिक आज्ञा ଆପଣ ଯେ ପୁତ୍ର ପାଇଥିବା ଆନନ୍ଦରେ ଆଜ୍ଞା ମୁଁ କିଛି ମୋ ରାଜ୍ୟରେ ଦାନ ଦେବି ମନା କଲା କି ଆପଣ ଦାନ ଧ୍ୟାନ କରି ମୁଁ ଥଇତେ ନାଚି ବାଣ୍ଟିବି ଆଉ ଆଜ୍ଞା ଶୁଣ ରସିକ କୁହନ୍ତୁ ଭରି କଳିଙ୍ଗ ରାଜ୍ୟ ପ୍ରଜା ପାଟ ଦୁଃଖୀ ରଖିଙ୍କୁ ହଁ ଆଜ୍ଞା ସମସ୍ତଙ୍କୁ ଆମନ୍ତ୍ରଣ କରିଦେବୁ ଆଜ୍ଞା ମୁଁ କିଛି ଦାନ ଧ୍ୟାନ ଦେବି ଭଲ କଥା ମୁଁ କଳିଙ୍ଗ ରାଜ୍ୟର ପ୍ରଜାମାନଙ୍କୁ ସମସ୍ତଙ୍କୁ ଗୋଟି ଗୋଟି କରି ନିମନ୍ତ୍ରଣ କରି କଳିଙ୍ଗ ରାଜ୍ୟକୁ ଡାକିଦେବି ହଁ ଚାଲି ଆଜ୍ଞା ଶୁଣ ଶୁଣ ଆଜ୍ଞା ପଠାଇବେ ରସିକ ଆଜ୍ଞା ଯିବା ବେଳେ ତ ରାଣୀ ବାବୁ ଟିକେ ପଠେଇଦେବୁ ହଁ ଆଜ୍ଞା ଏବେ ମୁଁ ଯିବି ଆଜ୍ଞା ଆଜ୍ଞା ହେ ଠାକୁରେ ସବୁ ତମରି ନୀଳା ଠାକୁରେ ସବୁ ତମରି ନୀଳା ତମରି ଆଦେଶରେ ମୁଁ ଆଜି କ'ଣ କରିବାକୁ ଯାଉଛି ତମେ ସାହା ଭରସା ଠାକୁରେ ତମେ ସାହା ଭରସା ସ୍ୱାମୀ ଏତେ ସକାଳୁ ସକାଳୁ ରସିକ ହାତରେ ଡାକି ପଠେଇଲେ କାହିଁକି
ডাকিলি তবে কোন কিছু জানি পারু নাই তো বুঝিল বসুধা আজ আমার পিলার কেতে দিন হয়ে গেল কাহিকি আজি পরা 3 দিন আরে পিলা 3 দিন হয়ে গেল পিলার নাম রখিবা নিহাতি কর্তব্য শুনবে না ହଁ ସ୍ୱାମୀ ଆଉ ସ୍ୱାମୀ କଣଟା ତମେ ଏ କଥା କହୁଛ କାହିଁକି ଏ ପିଲାକୁ ତମରି କା ମୋର କଣ କେହି ନୁହଁ ନାଇଁ ବସୁଧା ଏ ପିଲା ଉପରେ ତମର ଯେତିକି ଅଧିକାର ଅଛି ମୋର ମଧ୍ୟ ସେତିକି ଅଧିକାର ଅଛି ବୁଝିଲ ବସୁଧା ଆମ ଅନ୍ଧାର ଘରକୁ ସେ ଆଲୋକିତ କରିଛି ତେଣୁ ମୁଁ ଭାବୁଛି ଆଜିଠାରୁ ତା ନାଁ ରଖିଲି କଣ ସ୍ୱାମୀ ସୂର୍ଯ୍ୟ ନାଇଁ ସ୍ୱାମୀ ମତେ ଏ ନାଁଟି ଜମା ଭଲ ଲାଗୁନି ମାନେ ସୂର୍ଯ୍ୟ ନାଁଟି ତମକୁ ଭଲ ଲାଗେ ନାଇଁ ସୂର୍ଯ୍ୟଙ୍କର କଣ ଆଉ ଅନ୍ୟ କିଛି ନାଁ ନାହିଁ ଅଛି ସୂର୍ଯ୍ୟଙ୍କର ଅନେକ ନାମ ରହିଛି ତେବେ କୋଉ ନାମ କଥା ମୁଁ ତମକୁ କହିବି এই ଶୁଣ ଏ ଯେମିତି ମାର୍କଣ୍ଡ ଦିବାକର ଭାସ୍କର ଭାନୁ ତପନ ରୁହନ୍ତୁ ସ୍ୱାମୀ କଣଟା ସ୍ୱାମୀ ମତେ ଏ ନାଁଟି ଭଲ ଲାଗୁଛି କୋଉ ନାମଟି ତପନ ତପନ ହଁ ସ୍ୱାମୀ ଠିକ ଅଛି ବସୁଲା ତମରି କଥା ମାନି ଆଜିଠାରୁ ଆମ ପୁତ୍ର ନାମ ଦେଲୁ ତପନ ସ୍ୱାମୀ ଇଏ ସିନା ତମ ପାଇଁ ତପନ ହେଲେ ମୋ ପାଇଁ ତମ ପାଇଁ ମୋ ଆଦରର ତପ সময় দৌড়ি দৌড়ি পাথা জীবন ঘোড়া दुनिया सड़के जाने बातों ही भारी खसरा चल चल रे घोड़ा Thank you.
ମାଲୋ ଆଜ୍ଞା ତପନ ବଡ଼ ହେଇଗଲାନି ହଁ ହଁ ଆଜ୍ଞା ମହାରାଜ ପାଠ ପଢ଼ିବା ନିହାତି ଦରକାର। ଆଜ୍ଞା କାହିଁକି ନା ମହନ୍ତେ ସେ ହେବ ଏଇ କଳିଙ୍ଗ ରାଜ୍ୟର ଅଧୀଶ୍ୱର। ହଁ ଆଜ୍ଞା ବାପା ବିଶ୍ୱଜିତ ମହାରାଜ ତପନକୁ ସାଥିରେ ନେଇଯିବ ଗୁରୁ ଆଶ୍ରମରେ ଛାଡ଼ିକି ଆସିବ। ଆଜ୍ଞା ଠିକ ଅଛି ମହାରାଜ। ବାପା ତମକୁ ଛାଡ଼ି ହଁ? ଆଉ ମାକୁ ଛାଡ଼ି ମୁଁ ଏକୁଟିଆ ଗୁରୁ ଆଶ୍ରମରେ ରହିବି କେମିତି? ତତେ ପାଠ ପଢ଼ିବାକୁ ହେବ। ତୁ ଯଦି ପାଠ ନ ପଢ଼ିବୁ ମହନ୍ତେ ତୁ ହେବ କେମିତି ହେବି କଳିଙ୍ଗ ରାଜ୍ୟର ଅଧୀଶ୍ୱର। ହେଲେ ବାବା ଏମିତି ପାଠ ପଢ଼ିବୁ ଏ କଳିଙ୍ଗ ରାଜ୍ୟର ଟେକ ରଖିବୁ। ମନ ଦୁଃଖ କର ନା ବାବା। ହେଇ, ସମୟ ସୁବିଧା ଦେଖି ନିଶ୍ଚୟ ଗୁରୁ ଆଶ୍ରମକୁ ଯିବି ଆଉ ତତେ ମୁଁ ସାକ୍ଷାତ କରି ଆସିବି। ଆରେ ଧନ ବଡ଼ ମଣିଷ ହେବାକୁ ହେଲେ ଅନେକ ତ୍ୟାଗ ଅନେକ କଷ୍ଟ ଆଉ ପରିଶ୍ରମ କରିବାକୁ ପଡ଼େ। ହଁ ମା ଯିବା ବେଳେ ମୋର ପ୍ରଣାମ ନିଅନ୍ତୁ। ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମ ତପ ପିତରେ ବନେ ପିଅନ୍ତି ସର୍ବଦେବତା। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି କରିଅଛି। ପାଠ ପରୀକ୍ଷା ଲାଗୁଛି ଭାଇ ଏ ରସିକ ହଁ ତାଙ୍କ ଡାକୁଛି ମୋର ପରା ଗୁରୁ ଆଶ୍ରମକୁ ଭାଇକି ନେଇକି ଯିବା ଆସ ଚାଲେ ରସିକ। ହଁ ଆ ଭାଇ ଆ মনে দুঃখ করছো বসিদা? নাকি বসিদা? আরে মনে দুঃখ করিবার কোন ଅଛି? ତପନ ଯାଇଛି ପରା ପାଠ ପଢ଼ିବାକୁ। ଦେଖିବ ବସିଦା ତପନ ଯେତେବେଳେ ପାଠ ପଢ଼ି ବଡ଼ ଭାଇ ଫେରିବ ସେତେବେଳେ ତମ ଛାତି କୁଣ୍ଡିଆ ମୋଟା ହୋଇଯିବ। ହଁ, ତମ ଛାତି କୁଣ୍ଡିଆ ମୋଟା ହୋଇଯିବ। ଆସ ବସିଦା ଆସ। ମହାରାଜାଙ୍କର ଜୟ ହଉ ମହାରାଜାଙ୍କର ଜୟ ହଉ ମହାରାଜାଙ୍କର ଜୟ ହଉ ଆସ ମା ଆସନ ଗ୍ରହଣ କରନ୍ତୁ। ବସୁଧା ତମେ ଯାଅ କିଛି ଭିକ୍ଷାର ଦ୍ରବ୍ୟ ଧରି ଆସିବ। ଯାଉଛି ସ୍ୱାମୀ। ଆଜି ହେଉଛି ମୋ ପୁତ୍ର ତପନର ଜନ୍ମଦିନ। ତେଣୁ ଏଇ ଜନ୍ମଦିନରେ ଆଜି ଯେତେବେଳେ ଏଇ ମା ଜଣକ ଆସିଛନ୍ତି ଆମ ରାଜ୍ୟକୁ ମୁଁ ତାଙ୍କୁ ଧନ୍ୟ ଦେବି। ଯାଅ ବସୁଧା। ଯାଉଛି ସ୍ୱାମୀ। ଓ ବାପା ଯାଉ ଯାଉ ବାଟରେ ଶୁଣିଲି ଏଠି କିଛି ଦାନ ଧାନ ମିଳୁଛି ହଁ ମା, ଆଉ ସେଇଥିପାଇଁ ମୁଁ ବାପା ଚାଲି ଆସିଲି କଥା କଣ କି ମା, ଆଜି ହେଉଛି ମୋ ପୁତ୍ର ତପନର ଜନ୍ମଦିନ ତ ସେଇଥିପାଇଁ ମୁଁ ପ୍ରତ୍ୟେକ ବର୍ଷ এই রাজ্যের কিছু দান ধান করি। আপন আসিছেন খুব ভালো হয়েছে। বসুধা এ বসুধা শীঘ্র আস। বসো মা আস। বুড়া মଣିଷ ବେଶୀ ବସି ପାରୁନି মা এই ছোটিয়া উপহার টিকে গ্রহণ করি মা। ବାପା ରହିଲା ବାପା ମୁଁ ଦାନ ନେବି ସତ ହେଲେ ମୋ ସହିତ ଗୋଟେ ସତ୍ୟ କରିବାକୁ ହେବ। সত্য ହଁ ବାପା ঠিক আছে মা। এই রাজা চন্দ্রধ্বজ সূর্যচন্দ্রକୁ সাক্ষী ରଖି ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି। ତମେ ଯାହା ମାଗିବ ମୁଁ ତମକୁ ଦେବି। ମାଗୋ ବାପା ତୁ ରାଜା ତୋ ଧନ ଧାନ ସୁନା ରୂପ ବହୁତ କିଛି ଭର୍ତ୍ତି ତୋର କୌଣସି ଜିନିଷ ଅଭାବ ନାହିଁ। ହେଲେ ବାପା
ଗୋଟିଏ ଜିନିଷ ଅଭାବ ରହିଯାଇଛି। ମୋର ଆକ୍ଚୁଆଲି ପୁଣି ଅଭାବ ରହିଯାଇଛି। ହଁ ବାପା କହିବେ କୁହନ୍ତୁ ମା। ନିଶ୍ଚୟ ଶୁଣିବି। ଆରେ ବାପା ତୁ ତ ହେଲେ ଶିବ ଭକ୍ତ, ତୁ ତ କେବେ ଦେବୀ ପାଦରେ ପୂଜା କରିବୁ, କିନ୍ତୁ ତୁ ଯଦି ଦେବୀ ପାଦରେ ପୂଜା କରିବୁ କଣ ହେଲା ବାପା? ମୁଖ ସଂଯତ ଏଇ କଥାବାର୍ତ୍ତା କର। କାହିଁକି ରେ ବାପା? ତାହେଲେ ଭୁଲିଯିବି ତମେ ଜଣେ ବୃଦ୍ଧା ବ୍ରାହ୍ମଣୀ ବୋଲି। ଆରେ ବାପା ତୁ ଏମିତି ମୋର ଏଇ କଳିଙ୍ଗ ରାଜ୍ୟରେ ସମସ୍ତେ ଶିବଙ୍କ ପାଦରେ ପୁଷ୍ପାଞ୍ଜଳି ଦିଅନ୍ତି। ଆଉ ଏମିତିକି ମୋ ରାଜ୍ୟରେ ଘୋଷଣା କରିଛି ଯେବେ ଦେବୀ ପାଦରେ ପୁଷ୍ପାଞ୍ଜଳି ଦେବ ତାକୁ ମୁଁ କଠିନ ଦଣ୍ଡ ଦେବି। ଆରେ ବାପା ତାହେଲେ ମୁଁ ଏ ଦାନ ଗ୍ରହଣ କରିବିନି ବାପା। ନେଇପାର ଫେରି ଯାଅ। ନାହିଁ ବାପା ତୁ ସତ୍ୟ କରିଛୁ, ତୁ ମୋ ସହିତ ସତ୍ୟ କରିଛୁ। ସତ୍ୟ ହଁ ସତ୍ୟ କରିଛି ଭିକ୍ଷା ନେବା ପାଇଁ, ନାହିଁ ବାପା କିନ୍ତୁ ପୂଜାର ନୁହେଁ। କିଏ ତୁମେ କୁହ? ଯେତେ ଶୀଘ୍ର କରୁଛ ମୋ ସିଂହ ଦ୍ୱାରେ ବାହାରି ଯାଅ। ନାହିଁ ବାପା ବାହାରି ଯା କହୁଛି। ନାହିଁ ତାର ଧକ୍କା ମାରି ମୋ ସିଂହ ଦ୍ୱାର ବାହାର କରିଦେବି। ବାପା ତୁ ସତ୍ୟ କରିଛୁ ଯେତେବେଳେ ତତେ ଦେବୀ ପୂଜା କରିବାକୁ ହେବ। ରସିଦ ଏ ବୃଦ୍ଧ ବ୍ରାହ୍ମଣୀକୁ ଧକ୍କା ମାରି ମୋ ସିଂହ ଦ୍ୱାର ବାହାର କରିଦେବି। ଆଜ୍ଞା ଏଇଟା ହଉଛି ରାଜା ଚନ୍ଦ୍ରଧ୍ୱଜର ଆଦେଶ। ଆଜ୍ଞା ଆପଣ ଯାଆନ୍ତୁ ବିଶ୍ରାମ କରିବେ, ଇଏ ବୁଢ଼ୀର ଯିବାର ବନ୍ଦୋବସ୍ତ ମୁଁ କରୁଛି। ଯା ବୁଢ଼ୀ କଣ ହେଲା ବାପା? ସିଂହ ଦ୍ୱାରକୁ ଯା, ବୁରେ ଚାଉଳ ଦେଇଦେ ନେଇଯାଇଛୁ। ଏ ବାପା ମୁଁ ଯିବିନି। ଯିବୁନି ନା ଆମରିକୁ ମାଡ଼ ଖାଇକି ଯିବୁନି କି? ମାରିବୁ। ତ ହାଡ଼ ଗୋଡ଼ ଭାଙ୍ଗିକି ପକେଇଦେବି ଏକାଥରେ ଯାଇକି ବଛୁ। ଏ ଶୁଣ ଝୁଡ଼ା ମୁଣ୍ଡିକି ପକେଇ ତ ରାଜାକୁ କହିଦବୁ ତା ରାଜ୍ୟରେ ଯେମିତି ମୁଁ କାନ୍ଦି କାନ୍ଦି ଯାଉଛି ତ ରାଜା ଦିନ ସେମିତି ଏ ରାଜ୍ୟରେ କାନ୍ଦି କାନ୍ଦି ଗ୍ରାମେ ଗ୍ରାମେ ଭିକ ମାଗିବ। ରାଜା କଳିଙ୍ଗ ଦେହଜ କାନ୍ଦି କାନ୍ଦି ରାଜା ରାଜା ଭିକ ମାଗିବ ଛଇଲାଟ କରିବ। ମାରିକି ତ ହାତ ଭାଙ୍ଗିଦେବି। କେତେବେଳେ ମଧ୍ୟାହ୍ନ ସେତେବେଳେ କଥା କେତେ ଗର୍ବ, କେତେ ଅହଙ୍କାର। ଛାଡ଼ ରାଜାମାନଙ୍କ ଚନ୍ଦ୍ରଧ୍ୱଜର। କଣ କହିଲା? ଶିବ ବ୍ୟତୀତ ଆଉ କେଉଁ ଦେବୀ ଦେବୀ ପାଦରେ ପୂଜା କରିବନି। ଛାଡ଼ିବିନି। ଭାଙ୍ଗି ରୁଜି ଚୁରମାର କରିଦେବି ତା ସୁନାର ସଂସାର। ନେଇ ଆସିବି ତା ଜୀବନରେ ଅଶାନ୍ତିର ବନି। କୁଆଡ଼େ ଗଲା ପଦ୍ମା? ପଦ୍ମା, ପଦ୍ମା, ଏ ପଦ୍ମା। କଣ ହେଲା ମା? ଯାଇଥିଲ କଳିଙ୍ଗ ରାଜ୍ୟକୁ, ନିଶ୍ଚୟ ପୂଜା ନେଇ ଫେରି ଆସିବ। ମତେ ମୋର ଭୋଗ ଦିଅ। ନା ପଦ୍ମା, ରାଜା ଚନ୍ଦ୍ରଧ୍ୱଜ ମୋତେ ପୂଜା ନ କରି ଅପମାନ ଦେଇ ଫେରାଇ ଦେଲା। ଆଉ କଣ କହିଲା ଜାଣିଛୁ? କଣ କହିଲ ମା? ଶିବ ବ୍ୟତୀତ ଆଉ କେଉଁ ଦେବୀ ଦେବତା ପାଦରେ ପୂଜା କରିବନି। ପଦ୍ମା, ଏବେ ମୁଁ କଣ କରିବି ପଦ୍ମା? କ୍ରୋଧ ଶାନ୍ତ କରନ୍ତୁ ମା। ଚାଲନ୍ତୁ ମନ୍ତ୍ରାଳୟକୁ ଚାଲନ୍ତୁ। ଆଉ ସେଠାରେ ମୁଁ ଏମିତି ମନ୍ତ୍ର ଦେବି ରାଜା ମା ମା କହି ଆପଣଙ୍କ ପାଦରେ ପୂଜା କରିବ। ପଦ୍ମାରେ, ତେବେ ଆଉ ବିଳମ୍ବ କାହିଁକି? ତେବେ ଚାଲ ପଦ୍ମା। ଚାଲନ୍ତୁ ମା। ରାଜକୁମାର ଆସିବା ପରଠାରୁ ଏ ରାଜବାଟୀରେ ହସ ଖୁସିର ଲହରୀ ଖେଳି ଚାଲିଛି। ସମସ୍ତଙ୍କ ମନରେ ଆନନ୍ଦର ଜୁଆର। ହେ ଶିବ ଶଙ୍କର, ଆମର ଏ କଳିଙ୍ଗ ରାଜ୍ୟ ଉପରେ ଯେମିତି କାହାରି ନଜର ନ ଲାଗୁ, କାହାରି ନଜର ନ ଲାଗୁ। ମହାରାଜଙ୍କୁ ମୁଁ କେବେ ରାଜା ବୋଲି ଭାବି ନାହିଁ। ମୋ ବାପାଙ୍କ ଆସନରେ ରଖି ପୂଜା କରି ଆସିଛି। ଆଉ ରାଣୀ ମା, ସିଏ ତ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ। ସେ ଦୁହେଁ ବି ମୋତେ ପୁତ୍ର ଠାରୁ ବି ଅଧିକ ଭଲ ପାଆନ୍ତି। ଆଉ ରହିଲା ରସିକ, ସିଏ ବି ତ ମୋର ଜଣେ ଭାଇ। ଏ ପରିବାର ଏକ ଆଦର୍ଶ ପରିବାର, ଆଦର୍ଶ ପରିବାର। ରସିକ ये कौन राज्य हो जाइछ ओ हजीवनी कहीं के ये वो करबी कि सा ये बराबर बयस दुस
କାହାରି ନଜର ନ ଲାଗେ ବିଶୁ ଭାଇ ରସିକ ଅଣ୍ଡିଆ ଘରଟା କୁଣ୍ଡିଆ ବାପ ନା ଧୁଣ୍ଡିଆ ମୋ କାମରେ ଯିଏ ବାଧା ଦେବା ପୁରା ପୁରି ତାକୁ କରିଦେବି ମୁଁ ନାଣ୍ଡିଆ ମୁଁ ଜାଣିଛି ରସିକ ମୁଁ ଜାଣିଛି ଚାଲେ ରସିକ ଏ ତମେ କେତେ କାମ ପଡୁଛନ୍ତି ମୁଁ ହାରାଦି ମତେ ଖୁଦିଲେ ମାରିଲା ଆସ ଭାଇ ଆସ ଶୀଘ୍ର ଆସ ଚାଲେ हे त्रिलोचन हे पार्वती पति तुमरी असीम करुणारू आम राज्य और परिवार समस्त सुखरे अछंती सभी को ऊपरे एतिकी दृष्टि थाउ ठाकुरे एतिकी दृष्टि थाउ वसुधा हे वसुधा अच्छा वसुधा तुम ये बस डाक पर मुझे डाक बोलूँ कि शुणु कहीं अरे चलो घंटा किसी खाइबा दब मु दरबार को जी स्वामी तमर सबले काम 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 आ मो कथा बुझिबा पई तमर टिके समय ही नाही वसुधा मु जने राजा आ राजा होई जदी प्रजा मानकर दुख धंता न बुझिबी मोती किए राजा बोली सुका स्वामी मु जाने तमे जणे प्रजानुरंजन राजा हेले सबु परे मो कथा बुझिबा तमर दायित्व ठीक अछि तमे कह मु तुम कथा निश्चय बुझिबी स्वामी चातक जेमिति अनै बसिताय वर्षार आगमन को ठीक सेमिति मु तुमको अनै बसिछे आ मु श्रावणर वर्षा होई आज राति सारा मो भिजेई देवी हाँ श्रावणर वर्षा राति सारा हे वसुधा राजा
କଣ ହେଇଛି ବସିଧା? ଆରେ ଏମିତି ଡାକ ଉପରେ ଡାକ କଣ ହେଇଛି? ସ୍ୱାମୀ ମୁଁ ଯେ ନବ ମାସର ଅନ୍ତ ସତ୍ୟା। তুমি নবমাসন্ত সত্য ହଁ ସ୍ୱାମୀ। ଇଏ ତ କି ଆନନ୍ଦର କଥା। ତାହେଲେ ତମେ କିଛି ଖାଇବାକୁ ଚାହୁଁଛ? ହଁ ସ୍ୱାମୀ। ନିଶ୍ଚୟ ଆଣିଦେବି। ଆରେ ନିଶ୍ଚୟ ଆଣିଦେବି। ଠିକ ଅଛି। ଏ ରସିକ ରସିକ ଆରେ ରସିକ ଏ ରସିକ ଏ ଖାଇକି ସବୁ ଲୋକ ରହିଥିଲେ କି ରସିକ ଆରେ କାହା ବୋଲି ଡାକୁଛୁ? ସେଇଥିପାଇଁ ଡାକୁଛୁ। ଆଚ୍ଛା ଠିକ ଅଛି ଶୁଣ 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 ରାଗ ଥଣ୍ଡା କର। କଥା କଣ କି ରସିକ? ଆଜ୍ଞା ରସିକ ଆଜ୍ଞା ତତେ କିଛି କାମ କରିବାକୁ ପଡ଼ିବ। ମତେ ହାତ ଥରୁଛି ଆଜ୍ଞା ଆମ ମୁଁ ଧୀରେ ଧୀରେ ହେଲାଣି ନାଇଁ ନାଇଁ ତତେ କିଛି କାମ କରିବାକୁ ପଡ଼ିବ। ମତେ କାମ କରିବାକୁ ପଡିବ କାମ ମାନେ ଆଣିବାକୁ ପଡ଼ିବ। ହଁ ଆଣିବାକୁ ପଡିବ ଆଉ କୁହନ୍ତୁ ଆଜ୍ଞା ରସିକ ତ ରାଣିମା ନବମାସ ପନ୍ତ ସତ୍ୟା ମୋ ରାଣୀମା ନବ ମାସର ଅନ୍ତ ସତ୍ୟା ତମେ କିଛି ଫଳ ମିଠା ମାନେ ଯେମିତି ଲୋକ ସାଧା ଖାଆନ୍ତି ସେମିତି କିଛି ଆଣିବାକୁ ପଡ଼ିବ। ଆଣିବାକୁ ପଡିବ ଆଉ ମନା କରିବ କାହିଁକି ଆପଣ ଶୁଣ ଆଜ୍ଞା କୁହନ୍ତୁ ତ ରାଣିମା ଯେଉଁ ଯେଉଁ ସବୁ କଥା କହିବେ ସେଇ କଥା ସବୁ ଲେଖିବ କି ହଁ ଆଜ୍ଞା କାହାର ମନେ ରହିବ ନା ତମେ ସବୁ ଲେଖିବ। ହଁ ଆଜ୍ଞା ଆପଣ କହିଦେଲେ ମୁଁ ସବୁ ନିର୍ଭୁଲ କରି ଲେଖିଦେବି ନିର୍ଭୁଲ ଆଜ୍ଞା ନା ନିର୍ଭୁଲ କରି ଲେଖିବ ଆଜ୍ଞା ଭୁଲ କରିବୁ ନା ନା ମୁଁ କରିବି, ହଁ ଆଜ୍ଞା ଆଚ୍ଛା ଅବଶ୍ୟ ଆଜ୍ଞା ଲେଖିବି କାହିଁକି ନା କଣ ହେଲା? ଖାତା ପତ୍ର ତ ମୁଁ କିଛି ଆଣିଛି ସେଇଠୁ ନେଇଛୁ। ମା ରୁହ ରୁହ ହସୁଛ ଖାନେ ଖାଇବା খুঁজি তো পাবনি মা ডব চল মা হামলে যা না না মা কই যা ও আচ্ছা অবশ্য এত দূর কুয়া মা কহেনু পতিকি সদা দেবা কথা মনে নাই গো কান্ত কালি হব সাগরাতি বগত গো কইলা মন পমাস গো কান্ত কইলা মন পমাস
कौन लिखिलु भाजी बंगारे मामुड़ी अच्छा। काकुड़ी खांती से तो सबुड़ी मु पद पट्टी कहले तो पेट ना पुकाई खिरियाड़ी एथि पई मारटा खाई 10 बुड़ी काकुड़ी कहले 10 के पा 10 बुड़ी काकुड़ी खाइले छुआ भी कुरु छुआ मा भी कुरु आज्ञा खाके धरुची हसिको आज्ञा हसिको गरम मु भाजी दबा हां आज्ञा काई पाछर बुझी देबा बुझी दबा पानी छिंची देबा हां आज्ञा कोन हले पानी छिन दबा पानी छिंची देबा हां शब्दटा केमिति का आबो कर हर हर मन चुट अरे गरम भुजा रे पानी छिंची देले चुट 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 हां भुजा से भुजा मार्केट ना गेल आज्ञा ठीक है अरे पानी और भुजा की मार्केट ना गेल ओ पानी भुजा मार पेटी मार्केट हम ओने अपन मते मारियो मांग पकड़ काई पाछर देबा बुझी बुझी दबा हैं हां ये काकड़ी वाली की पोसी जाओ तोड़ी आनिबा कोसी आनो पिचारा दबा घोसी यो पाटी दबा पेसी हां महाप्रभु हां पिचारा खसी गई पाटरा पेस देले कोन बेसी मीठा लागे बुझी पालिनी नहीं आज्ञा कथरा बुझी पालिनी नहीं आज्ञा अरे भुजा तो पाछर बुझी देलु हां आज्ञा बात रोज काकड़ी वाली के गोलु पोसी हां आज्ञा तोड़ी आनलु कोसी हां आज्ञा छुटिया धान आगोसी छुटिया कोसी हाँ, हाँ। सुंगो थिबो सुंग थिबो फूल भी छाड़ी थिबो हां गांडरो फुल हां हां अच्छा सेका तो घेनी आसिलु हां आज्ञा गोटा तो पाछर रहिला बंद मोन एटा अछि एटा तुणी आनछु हाँ, आज्ञा। पुछिबु केडी को हां से सुंगो सखाबु नहीं पुछिबु केडी को पिचार देलो बेसी घसी पाटरा पळे भुजा को हां केइटा खाबु 15 घंटा खंतर खाइ देने मन माने मां आगुरी केबे खाइ दिलगी मां लेकिन बगा हे एला मां आउ किसे खाबो को आउ नहीं कुआ तारो खाउथिला तेरी को तारो खाउथिला तेरी खाइ दसी गुटा सबरा कुल सजामा किलो लगता आई पिया किछि कुले मा बजारू थिला गाई को कांतो बजारू थिला गाई खाइ दसी गुटा सबरा खाइ से धंडो खाइ ना लगता संगत गुडो मिछाइबो कांता नटाटारू थिला मेंढा को कांतो नटाटारू थिला मेंढा खाइ दसी गुटा अमृत भंडा कुजुरी गंडा को लगता संग मोयारी पुंडा कांता ए सुन 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 आजा मन सुन 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 ये बापो ये एते दूर काटुची अच्छा रसिको लेखिलु कोन आज्ञा लेखिलु कोन मां कइले लेखिलु कोन मां कोन कइले मां बोलियो नि मारो भइलो सब पता होची बाबा गाणुतिला मेंढा मेंढा। हां नोटा टांगुला भेंडा खाइ खाइ दुनिया मेंढा खाइ खाइ गुटा अमृत भंडा अमृत भंडा खाइले पेट ठंडा आइ जीव गुजरी गांडा खाइले बापो मरि जीव बाप मरिबनी बात मरि हां बा बात मरि हां बा तापरे कोनी आज्ञा तापर पद पटे कइली ता संतर बोया के पंडा ये बाप ओइ ए पोंडा खाइले नाम काट दउची ए पोंडा खाइले नाम का डाल डाल पिया को कांतो आकाशे उड़ो पिया खाइ दसी गुटा जुआना जुआना रिया ये कांतो खाइ तो सब बढ़िया कांतो बनते चोराई में सगो कांतो बनते चोराई में सगो
ରସିକ ଲେଖିଲୁ କ'ଣ ବୁଧ ମାସ ଧରେ ନାଳ ତାଳ ବୁଧ ମାସ ଧରେ ଏଇଟା ବୁଧ ମାସ ଧରେ ତାଳ ବୁଧ ମାସ ଧରେ ତାଳ ନ ଖାଇଲେ ଛୁଆ ଗଡ଼ାବ ନାଳ ଆଉ ମୋ ପଦ ନ ଖାଇଲେ ଛୁଆ ଗଡ଼ାବ ନାଳ ତାହେଲେ ତାଳ ଖାଇବାକୁ ପଡ଼ିବ ତାଳ ଖାଇବା କବ ନହେଲେ ତା ମୁଣ୍ଡ ହବନି ବାଳ ଆଚ୍ଛା ଆଚ୍ଛା ଗଡ଼ାବ ନାଳ ତାଳ ନ ଖାଇଲେ ତା ମୁଣ୍ଡ ହବନି ବାଳ ଆଚ୍ଛା ଆଉ ମୁଁ ପଦ ପଟେ କହି ଛୁଆକୁ ବାପୁ ହବ କାଳ ସରିଛି ହଁ ସ୍ୱାମୀ ଆଉ କିଛି ବାକି ଅଛି ନା ସ୍ୱାମୀ ଆଚ୍ଛା ରସିକ ଆଜ୍ଞା ଯାହା ଯାହା ଲେଖା ହଁ ଆଜ୍ଞା ସବୁ ଘିନି ହଁ ଆଜ୍ଞା କୌଣସି ବି ଉଣା କରିବି ନାଇଁ ଆଜ୍ଞା ମୋ ରାଣୀ ମା କେତେ ଖାବେ ଛେଳି ଗୁରୁ ମେଣ୍ଢା ମଇଁଷି କେତେ ଖାବେ ଖାଉ କ'ଣ କହିଲୁ କେତେ ମୋ ରାଣୀ ମା ଖାବେ ହଁ ଛେଳି ଛେଳି, ଗୁରୁ ଗୋରୁ, ମେଣ୍ଢା। ମେଣ୍ଢା ନାଇଁ ଆଜ୍ଞା ଆରେ ସେ ତ ସାଦ ଖାବେ ଛେଳି ଗୋରୁ ମେଣ୍ଢା ମଇଁଷି ଏକା କ'ଣ ମଣିଷ ଖାଏ ହଁ ଖାଇନି ମଣିଷ ଆଶ୍ଚର୍ଯ୍ୟ କଥା ଆଜ୍ଞା ଆଶ୍ଚର୍ଯ୍ୟ କଥା ଆଶ୍ଚର୍ଯ୍ୟ କଥା ନିଆଁ ଅନ୍ଧ ପାଣି ଅନ୍ଧ ଗୋବର୍ଦ୍ଧନ ପହଞ୍ଚ ଆଉ ଆମେ ଆଜ୍ଞା ମୁଁ ଆଜ୍ଞା ତୋ କଥା କହିବ ମୁଁ ଆଜ୍ଞା ମୋ କଥା କହିବ ଅର୍ଥ ବହୁତ ଭିତରେ ବୁଝିବାକୁ ପଡିବ ଭିତରେ ଅଛି ହଁ ଯଦି ରାଜପୁତରୁ ଟଙ୍କା ପଇସା ଅଭାବ ପଡିଯିବ ଆଚ୍ଛା 10ଟା ମେଣ୍ଢା ବିକିଦେବି 50ଟା ଜର୍ସି ଗାଈ ବିକିଦେବି 60ଟା ବଡ ବଡ ହଣ୍ଡିଆ ବିକିଦେବି ହଣ୍ଡିଆ ବିକିଦେବୁ? ସେଇ ପଇସାରେ ହଁ ମୋ ମାଙ୍କ ପାଇଁ ଗାଡ଼ି ଗାଡ଼ି ସଦ ମହିଳା କେତେ କେବେ ଖାଉ ଆପଣଙ୍କର ମାରିବା ନା ମାନିବାକୁ ପଡ଼ିବ ତୋର ବୁଦ୍ଧି ଅଛି ହାଡ଼ ଭାଙ୍ଗି ଦେଇছে ନା ମୋର ବୁଦ୍ଧି ନାହିଁ କିନ୍ତୁ ତୋର ବୁଦ୍ଧି ଅଛି ଆଉ ଯଦି ପଇସା ଅଭାବ ପଡ଼ିଯାଏ ବିଶୁ ଭାଇକି ମାଗିବି ବିଶୁ ଭାଇ ଦେବେ ମୁଁ କୁତିକି ଚାଲିଯିବି କୁତିକୁ ଯିବୁ ଆଜ୍ଞା କୁତିକି ଚାଲିଯିବି ହାଟ ବଜାର ହଁ କୁତିକି ଯିବୁ ଆଚ୍ଛା 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 ଠିକ ଅଛି ଯଦି ଅଭାବ ପଡ଼େ ବିକ୍ରି ହେବ ହଁ ରାଜକୁଶ ଟଙ୍କା ପଇସା ଆଚ୍ଛା ଠିକ ଅଛି ଯାହା ଲେଖା ଅଛି ସବୁ କିଣି ନେଇଛି ଆଜ୍ଞା ମୁଁ ଆଣିବିନି କିଏ ଆଣିବ ଆଜ୍ଞା ବସୁଧା ମାଗାନ୍ତି ଆରେ ରସିକ ଆସିବା ପର୍ଯ୍ୟନ୍ତ ଅପେକ୍ଷା କର ଆସୁଛି ଆଜ୍ଞା ଆଜ୍ଞା ମାରିବିନି ନା ନାଇଁ ସବୁ କିଣି ଆସିବି ଆଜ୍ଞା ହେଲା ହଁ ମୁଁ ଯାଉଛି ଆଜ୍ଞା ଆଜି ଯିବାର ଶନିବାର ହଁ ସାଗୁଣା ବସିଲା ଚାଳେ ବୁଡ଼ିଲାଣି ବେଳା ଫେରନ୍ତା ବୁଡ଼ିଲା ଘର ନବକାଚାଉ Hare
ପିଲାଟି ଯାଇଛି ବହୁତ ଦିନ ହେଲା। ଆଜି ଯେମିତି ହଉ ମୁଁ ଗୁରୁ ଆଶ୍ରମକୁ ଯିବି। ଗୁରୁ ଆଶ୍ରମକୁ ଯିବି ତପନକୁ ସାକ୍ଷାତ କରିବି। ହଁ ହେଲେ ଗୁରୁ ଆଶ୍ରମକୁ ଯିବି ସତ, କାହାକୁ ସାଥି ନେଇଯିବି? ରସିକକୁ ନେଇଯିବି। ରସିକକୁ ମୁଁ ସାଥିରେ ନେଇଯିବି। ରସିକ କାହିଁକି ରାତି ରସିକ
ଆଜ୍ଞା ଆଜି ତପନ କଥା ମନେ ପଡ଼ିଗଲା ତ ତପନ ଭାଇଙ୍କ କଥା ଆପଣଙ୍କୁ ମନେ ପଡୁଛି ତେଣୁ ସେଇଥିପାଇଁ ମୁଁ ଭାବୁଛି ଆଜି ଗୁରୁ ଆଶ୍ରମକୁ ମୁଁ ଯିବି ହଁ ଆଉ ମୋ ସହିତ ତୁ ବି ଯିବୁ ଆପଣ ତପନ ଭାଇକି ଦେଖା କରିବା ପାଇଁ ଗୁରୁ ଆଶ୍ରମକୁ ଯିବେ ଗୁରୁ ଆଶ୍ରମ କ'ଣ ମୁଁ ତ ଅନେକ ଥର ମୋ ଭାଇକି ଦେଖିନି ମୁଁ ବି ଆପଣଙ୍କ ସହିତ ଯିବି ତପନ ଆରେ ରସିକ ସେଇଥିପାଇଁ ମୁଁ ତୋତେ ଡାକୁଛି ଆଜ୍ଞା ମୁଁ ଯିବା ହଁ ଶୁଣ ରସିକ ଆଜ୍ଞା କୁହନ୍ତୁ ଗୁରୁ ଆଶ୍ରମକୁ ଯିବା ହଁ ଯିବା ତପନକୁ ସାକ୍ଷାତ କରିବା ଭାଇକି ଦେଖିବା ହେଲା ସେଇ ପଥ ଦେଇକି ହଁ ଅଭୟାରଣ୍ୟକୁ ଶିକାର ପାଇଁ ଯିବା ହଁ ବହୁତ ଦିନ ହେଲା ଶିକାରକୁ ଯାଇନି ହଁ ତେଣୁ ସେଇ ପଥ ଦେଇ ଶିକାରକୁ ଯିବା ସେଇ ପର୍ଯ୍ୟନ୍ତ ଶିକାରକୁ ଯିବେ ଅଭୟାରଣ୍ୟକୁ ଶିକାର ଯାଆନ୍ତୁ 15-20ଟା ମାତ୍ର 25ଟା ମାତ୍ର ମାରିକି ନେବ ଆଉ ଦେଇ ସବୁ ଭାଗ କରି ଖାଇଦେବା ତୁ କ'ଣ ମୋ ସହିତ ଯିବୁ ମୁଁ ଯିବି ହଁ। ନାଇଁ ରେ ବାବା କାହିଁକି ମୁଁ ସେ ଅଭୟାରଣ୍ୟକୁ ଯିବି ଶିକାର କରିବା ପାଇଁ ହଁ ଆଜ୍ଞା ମୁଁ ଯିବି ଆରେ ତୁ ପରା ମୋ ସାଥିରେ ଯିବୁ ସେ ଅଭୟାରଣ୍ୟ ମଧ୍ୟରେ ବାପ ଥିବ ତ ବାପ ସହିତ ସାକ୍ଷାତ ହେଇଯିବ ଭଲ କଥା ଆଜ୍ଞା ଆଉ ବାପ ସହ ସାକ୍ଷାତ ଭଲ କଥା ହଁ 5 ଗୁଣିଆ ବାପ ତାକୁ ନେବି ଢା ପାଟୁଥିବ ଆଚ୍ଛା ରସିକ ଆଜ୍ଞା ତ ବାପର ପୁଣି 5ଟା ଗୁରୁ ଅଛି ହଁ ମୋ ବାପ ନୁହେଁ ବାପ ବାପ ତାମାନେ ତୁ ସେ ବାଘ କଥା କହୁ ତୁ ସେ ବାଘ କଥା କହୁଛୁ ଆଜ୍ଞା ଆଉ ସେ 4ଟା ଗୁରୁ 5ଟା ଗୁରୁ ପଛରେ ଗୋଟେ ପାଟୁଥିବ ୟାକୁ ନେବି ତାକୁ ନେବି ମାଂସଟା ହଁ ସେଇଟା ସେଟା ଧର ଗୁରୁ ହଁ ମୁଁ ମାରୁଛି ତାକୁ ଆଚ୍ଛା ଠିକ ଅଛି ଆରେ ବହି କରିବାର କିଛି ନାହିଁ ତ ମାତ୍ର ଧନୁତିରେ ଯିବି ହଁ ମାତ୍ର ଧନୁତିରେ ଯିବି ହଁ ଆଜ୍ଞା ତା ଛଡ଼ା ଆଗେ ଆଗେ ମୁଁ ଯିବି ହଁ ପଛେ ପଛେ ତୁ ଯିବୁ ହଁ ହେଲା ଆଜ୍ଞା ଯଦି ବାଘ ଖାବ ମୋତେ ଖାଇଯିବ ହଁ ରାଜ୍ୟକୁ ଫେରିଛି ମୁଁ ଫେରି ଆସି ହଁ ଆପଣଙ୍କୁ ବାଘ ଖାବ ମୁଁ ରାଜ୍ୟକୁ ଫେରି ଆସିବ ଧୂଆ ଦେବି ଆଚ୍ଛା ଠିକ ଅଛି କାହାରିକୁ ବାଘ ଖାଇବନି ଖାଉନି ହେଲା ହଁ ବାହାରି ପଡ଼ ଯିବା ମଣିମା କ'ଣଟା ତାଛଡ଼ା ସେ ନିରୀହ ଜୀବକୁ ମାରି ଆପଣ ଖାଇବ ତତେ ଯେତିକି କହିଲି ସେତିକି ମତେ ତୁ କ'ଣ ମୋତେ ଉପଦେଶ ଦେଉଛୁ ମତେ ନାଇଁ ବିଶୁ ଭାଇକି ନଉନ ବାବାରେ ତତେ ଯିବାକୁ ପଡ଼ିବ ଆଜ୍ଞା ମତେ ତତେ ଯିବାକୁ ପଡ଼ିବ ମରିବି ଶୀତ ବାହାରି ପଡ଼ ମରିବି ବୋଧେ ଯିବି କି ଜନ୍ମର ଚାକିରି କଲି କି ବେଳାର ଜନ୍ମଗ୍ରହଣ କଲି ଆଚ୍ଛା କଳିଙ୍ଗ ରାଜା ଚନ୍ଦ୍ରଧ୍ୱଜଙ୍କର ହାବୁଡ଼ି କଲି ନାମା ମୁଁ ନାମ ଶୁଣନ୍ତୁ ନା ଭାଇ ତୋର ସିଗଣ୍ଡିଆକୁ ବାପ ଖାବ ମୁଁ ନାମା ଗୁରୁ ଆଶ୍ରମରେ ତପନକୁ ସାକ୍ଷାତ କଲି ଆସି ପହଞ୍ଚିଗଲି ଅଭୟାରଣ୍ୟ କିନ୍ତୁ ଏତେ ବଡ଼ ଜଙ୍ଗଲରେ ଗୋଟିଏ ଶୃଗାଳର ସନ୍ଧାନ ମିଳିଲା ସୂର୍ଯ୍ୟ ଅସ୍ତେବାକୁ ଯାଉଛନ୍ତି ତାହେଲେ ମୁଁ କ'ଣ ନିରାଶରେ ଫେରିଯିବି ହେଲେ ରସିକ ଗଲା କୁଆଡ଼େ ରସିକ ଏ ରସିକ ଏ ରସିକ ତୀର ଛାଡ଼ିବୁ ଏ ରସିକ ତୀର ଛାଡ଼ିଲେ ନିଜ ମରିବୁ ଦେଲେ ଲକ୍ଷ ନଷ୍ଟ କରିଦେଲେ ଲକ୍ଷ୍ୟ ନଷ୍ଟ କରିଦେଲି ହଁ କାହାକୁ ମାରିଛୁ ଉଡ଼ିଗଲା କିଏ ଆଉ ଆରେ ମୂର୍ଖ ଆଜ୍ଞା ଆମେ କ'ଣ କାଉ ଶିକାର ପାଇଁ ଆସିଛୁ କ'ଣ କରିବା ତାହେଲେ ହଁ ହଁ ସେଇ ହେଇଥିଲେ ଶିକାର କାଉ ଶିକାର ପାଇଁ ହଁ ହଁ ଆଜ୍ଞା ଆମ କାଉ କ'ଣ ଆମ ରାଜ୍ୟରେ ନାହିଁ କାଉ ହଁ ଜଙ୍ଗଲକୁ ଆସିଛେ କାଉ ଶିକାର ପାଇଁ ଆଚ୍ଛା 5ଟା କାଉ ବସିଲା କାଉ ଆଚ୍ଛା ରସିକ ଆଜ୍ଞା ରସିକ ଆଜ୍ଞା ଯଦି ତୀର ଛାଡ଼ିଥାନ୍ତୁ କାଉ ମରି ନଥାନ୍ତା କିଏ ମରିଥାନ୍ତୁ ତୁ ମୁଁ ହଁ କାହିଁକି ମୁଁ ଧର୍ମ ଗାଇ ଏତିକା ଧରିଛି କ'ଣ ଧରିଛୁ କ'ଣ ଧରିଛି କହିଲା କ'ଣ ଧରିଛୁ ଏଇଟା ଧରିଛି ହଁ ସେଇଟା ଧରିଛୁ ଆଜ୍ଞା ମାରିଦେବି ତା ବାପ ମରିଯିବ ଏ ସେ ଛାଡ଼ିବିନି ଛାଡ଼ିବି ଛାଡ଼ିଲେ ତୁ ମରିବୁ ଏପଟେ ଧର ଏପଟେ ଏପଟେ ମୂର୍ଖ କ'ଣ ପିଲା ହଁ ସମସ୍ତ କଥା ମୁଁ ବହୁତ ପଣ୍ଡିତ ସେଇଥିପାଇଁ ଆଜ୍ଞା ଏତେ ବଡ଼ ଜଙ୍ଗଲ ହଁ ଆଜ୍ଞା ସୂର୍ଯ୍ୟ ତ ଅସ୍ତବାକୁ ଆସୁଛନ୍ତି ଆଜ୍ଞା ଆଜ୍ଞା କିନ୍ତୁ ଏ ଜଙ୍ଗଲରେ ଗୋଟେ ଶୃଗାଳରେ ବି ସାକ୍ଷାତ ନାଇଁ କ'ଣ ନିରାଶରେ ଫେରିଯିବି ନାଇଁ ଆଜ୍ଞା ନିରାଶର ଫେରିଯିବାର
ଶିକାରୀର କର୍ତ୍ତବ୍ୟ ନୁହେଁ ଠିକ କରୁଛୁ ମାନିନ ଯୋଉ ପୋଖରୀରେ ମାଛ ନାହିଁ ହୁଁ। ସେ ପୋଖରୀରେ ଜାଲ ପକେଇଲେ ମାଛ ଆସିବ କୁଆଡୁ ତାମାନେ ଏତେ ବଡ଼ ଜଙ୍ଗଲରେ ହଁ গোটে জীবজন্তু দেখানে আমার যে ঘোড়া হাতি ঘোড়া মাল মতো যায় ঠক 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 এই ভয়ের সামনে অভয়ারণ্যকে বলে দিচ্ছি তো আজ্ঞা রসিক হ্যাঁ হ্যাঁ শুনছি আজ্ঞা বাপা হ্যাঁ বলছে এইটা বাঘর করছো না নুহ বাঘর গর্জন নয় কাহার মনে হয় নিকটরে ঝরଣା আছে ধারণা সেই ঝরଣାর কুল কুল শব্দ বই যাଉଛି হয়ে যাଉଛି রসিক আজ্ঞা এইটা ଆପଣ ଦେଖିପାରୁଛୁ ନା এইটা গোটে ভঙ্গা মন্দির এই ভঙ্গ মন্দিରରେ ମୁଁ ବିଶ୍ରାମ କରୁଛି আজ্ঞା মু ତୁ এটা ଦେଖିପାରୁଛୁ হ্যাঁ এইটা গোটে বউ গছ বৌଳ ବୃକ୍ଷ বউল ସେ ବୌଳ ବୃକ୍ଷ ମୂଳରେ ତୁ ଯା ବିଶ୍ରାମ କରିବୁ বসিবে ଏଇଟା ଦେଖିପାରୁଛୁ হ্যাঁ এটা দেখুন আজ্ঞা କଣଟା আজ্ঞা এইটা ହେଉଛି ଗୋଟେ ଧୂଳିଆ ରାନ୍ଧ ରସିକ ଏଇ ଧୂଳିଆ ରାନ୍ଧଟି হ্যাঁ ସେଇ ଝରଣାକୁ ଲାଗିଛି এই ধুলিয়া নাকি ধুলিয়া লাগিছি ହଁ ଝରଣାକୁ ଲାଗିଛି ঝরনাକୁ লাগিছি ସୂର୍ଯ୍ୟ ଦେବ ଅସ୍ତବେକ ଆସନ୍ତି হ্যাঁ অস্ত হয়ে গেছে ଏଇ ଜଙ୍ଗଲରେ ଯେତେ ଜୀବଜନ୍ତୁ হ্যাঁ ପାଣି ପିଇବା ପାଇଁ হ্যাঁ ଏଇ ପଥ ଦେଇଯିବେ হ্যাঁ ରସିକ আজ্ঞা ଠିକ ସମୟରେ ମୋତେ ଡାକିବେ হ্যাঁ আজ্ঞা ঠিক সময় না কোনো বাকি ଆସୁଛି না ଭୟ କରିବନି না ভয় করি নাই মনে আছে মনিমা দেড় বুড়িকে সন্ধ্যাকে বসিলাম କ'ଣ ହେଇଛି জীবজন্তু মানে ପାଣି ପିଇବା ପାଇଁ ଏ ପଥ ଦେଇଯିବେ ଯିବେ মনিমা କିଏ କ'ଣ ହେଇଛି ଆରେ କ'ଣ ହେଇଛି କଣ সে বাবু କିଏ বাপ ଗୋଟେ ସୁଗାରର ସାକ୍ଷାତ ନାହିଁ କହିଲା ବାପ ଆସିବ ନିଶ୍ଚୟ ଆସିବ ବାଘ আইব ବାଘ ଆସିବ বাবা মগ ବାଘ ନିଶ୍ଚୟ ଆସିବ ସଭା ପଛରେ ଆସିବ পছরে আসিব ତା ପୂର୍ବରୁ ତୁ ମୋତେ ଡାକିବି হ্যাঁ আজ্ঞা ହେଲା ଆସିଛି আও ভাই গঠন ଭୟ କରିବି না ତୁ ମୋତେ ଡାକିବି আও ভাই ହେଲା হ্যাঁ আও ভাই গো আও ভাই বাবা রে সবু জীবন পাইব না খুশি আইব মতাজি খাব রসিক বলি কলিঙ্গ রাত্রে মো না বুড়ি ଏଇଠି ରାଜୁଜୀମା ଆଉ ଅଳ୍ପ ଦିନ ପରେ ତୁମ ବର ଆସିବ ପାଖରେ ବସିବ ଆଉ ଅନେକ ଗପିବ ତମେ ମାନେ ନା ଭାରି ଦୁଷ୍ଟ ଏଇ ଦେଖ
ରସିକ ରସିକ ତୁ କଣ କରୁଛୁ? রাজা চন্দ্র ঘটা কই বলে ই বাবারে মরিমা মত মন্দ মরিমা बाबू आगे खोलो तो बाबू आगे खोलो तो बाबू कौन करेगी ମୁଁ ଯାଉଛି ପାଣି ଆଣିବି ପାଣି ଦିଅ ସକାଳୁ ଯିବ କଷ୍ଟ କରିକି बाबू आगे खोलो बाबू आगे खोलो बाबू ଆପଣ ଠିକ ଅଛନ୍ତି ତ ମୁଁ ଠିକ ଅଛି ତମେ କିଏ ତମ ପରିଚୟ କଣ? ମୋର ପରିଚୟ এই ରାଜ୍ୟର ରାଜକନ୍ୟା ନାମ ମୋର ଛନ୍ଦିତା ତମେ ତାହେଲେ ରାଜ୍ୟ ରାଜକନ୍ୟା ତମ ନା ଛନ୍ଦିକା ମୁଁ ହେଉଛି କଳିଙ୍ଗ ରାଜ୍ୟର ରାଜା ନାମ ମୋର ଚନ୍ଦ୍ରଧ୍ୱଜ ଆସିଥିଲି ଶିକାର ନିମନ୍ତେ ଶିକାର ତ ପାଇଲି ନାହିଁ ବାଘ ହବରେ ପଡ଼ିଲି ଯାହା ହଉ ତମକୁ ଅଶେଷ ଅଶେଷ ଧନ୍ୟବାଦ ତମରି ପାଇଁ ଆଜି ମୋ ଜୀବନ ବଞ୍ଚିଯାଇଛି ଆଉ ୟା ପ୍ରତି ବଦଳୁନି ତମେ ଯାହା ମାଗିବ ମୁଁ ତମକୁ ଦେବି କଣ କହିଲେ ନାଇଁ ନାଇଁ କଣ କହିଲେ ମୁଁ ଯାହା ମାଗିବି ଆପଣ ମୋତେ ଦେବେ ନିଶ୍ଚୟ ଦେବି ମାଗ କଣ ମାଗୁଛୁ ମାଗ ମୁଁ ଚାହେଁ ଆରେ ମାଗ ନା ମୁଁ ଚାହେଁ ତମକୁ ମାନେ ମାନେ ମୁଁ କିଛି ବୁଝିପାରିଲିନି ଏଥିରେ ବୁଝିବାର କଣ ଅଛି ତମେ ମୋ ଜୀବନ ବଞ୍ଚିଲ ତେଣୁ ମୁଁ ଭାବି ନେଇଛି ତମେ ହଉଛ ମୋ ସ୍ୱାମୀ ନା ନା ସଙ୍ଗୀତା ତମେ ସେ ଭୁଲ କର ନା କିଛି ଜାଣିନ ଶୁଣି ଏତେ ବଡ଼ ନିଷ୍ପତ୍ତି ନିଅ ନା ମୁଁ ଜଣେ ବିବାହିତ ପୁରୁଷ ମୋ ସ୍ତ୍ରୀ ଅଛି ମୋ ପୁତ୍ର ଅଛି ଏସବୁ ଜାଣି ସାରିଲା ପରେ ତମେ ମୋତେ ବିବାହ କରି କୌଣ ସୁଖ ପାଇବ ତାହେଲେ ଭଲ କଥା କାହିଁକି କାହିଁକି ବାବୁ ମୋର ବଦଉଥିଲେ ଏ ଜୀବନରେ ଲାଭ କଣ ମୁଁ ଯାଉଛି ମୋ ପ୍ରାଣ ହରେଇଦେବି କୁହ! ଦେଖ ଚନ୍ଦିତା ତମେ ମୋ ଜୀବନ ବଞ୍ଚିଛ ମୁଁ ତମ ଜୀବନ ବଞ୍ଚିଛି ଦୁହିଁଙ୍କ ଜୀବନ ବଞ୍ଚି ଯାଇଛି ତା ପ୍ରତିବଦଳ ନୁହେଁ ଯେ ତମେ ମୋତେ ବିବାହ କରିବ ଆଚ୍ଛା ସଞ୍ଚିତା ଏତେ କଥା କହି ସାରିଲା ପରେ ବି ତମେ କାହିଁକି ମୋତେ ବିବାହ କରିବାକୁ ଚାହୁଁଛ ଠିକ ଅଛି ତମେ ଯଦି ବିବାହ କରି ସୁଖରେ ରହିବାକୁ ଚାହୁଁଛ ମୋର କିଛି କହିବାର ନାହିଁ ଏ ବନଦେବୀଙ୍କୁ ସାକ୍ଷୀ ରଖି ସୂର୍ଯ୍ୟଚନ୍ଦ୍ରକୁ ସାକ୍ଷୀ ରଖି 10 ଦିଗ ବାଳକୁ ସାକ୍ଷୀ ରଖି ମୁଁ ଆଜି ତମ ମସ୍ତ କରିବି
এই রক্তর সিন্দুর পেয়েছি। সন্ধিতা ସ୍ୱାମୀ ଏବେ ଆସ ଆମ ରାଜ୍ୟକୁ ଯିବା। ଚାଲନ୍ତୁ ସ୍ୱାମୀ। ବାପ ଖାଇଗଲା ବାପ ଖାଇଗଲା ଓ ବାପ ରସିକ ବାପ ତ ଧନୁ କାହିଁ ତ ଧନୁ କାହିଁ ହଁ ସେଇଟା କଣ? ହେଇଗଲା ସେଇଟା କଣ କଣ এইটা গুটে হাঁটা বাপ এইটা কুকুর আরে এটা কুকুর তোমার কুকুর আমি কোন হাঁটা বাপ মূর্খ কমুটিকা ও ভাই আর না তোমার বড় কুকুর আছে আরে সামান্য কুকুরକୁ দেখি এମିତି মানে না হ্যাঁ বাগদা বিকলা এই মো পয়ত্র কপড়া ধাউ গছর ফটাং দিলা চালি দাদা সেইଥିପାଇଁ କୁକୁର ଲାଙ୍ଗୁଡ଼ରେ ଧନୁ କରୁଛି হাত বগার জীবন বিকল না তুই ରାଣୀ ଜଙ୍ଗଲକୁ ମୁଁ ଯା ଭୁଲ না କରିଛି মণিমা কোনটা? মণিমা বেলা বুড়িকি সন্ধ্যা বসিলানি বসুদা মা তেরে খন্দুথিবে আপনাকে খুঁজুথিবে আমার শিকার দরকার নাই শিকার ফিকার দরকার নাই শীঘ্র কলিঙ্গ রাজ্যକୁ চালু আসুন ଚାଲ ଆରେ ସନ୍ଦିତା ସ୍ୱାମୀ ଆସ ସନ୍ଦିତା ଆମ ରାଜ୍ୟକୁ ଯିବା ପରା ଚାଲନ୍ତୁ ଆସ ସ୍ୱାମୀ। ସନ୍ଦିତା কেলি সন্ধ্যা ଆରେ କୋଉଠି ସନ୍ଦିଗଲା ପୁଣି ଓ আরে রহ কোন নটা কেলি সন্ধ্যি তুই ଆଶ୍ଚର୍ଯ୍ୟ କଥା সন্ধিগলা আরে কোন সন্ধিগলা কইলে আরে সন্ধিগলা তুই ଆଶ୍ଚର୍ଯ୍ୟ କଥା এই ଶୁଣ 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 আগে সন্ধি ଶୁଣ ନା ଶୁଣ ନା ଶୁଣ ଆରେ ୟାଙ୍କ ନାଁ ହେଉଛି ଛନ୍ଦିତା ଆରେ ୟାଙ୍କ ନାଁ ହେଉଛି ଛନ୍ଦିତା ইয়াঙ্ক না সন্ধিতা ଏ ହେଉଛନ୍ତି ରାଜ୍ୟର ରାଜକନ୍ୟା এই রাজ্যর রাজকন্যা নাক না হলো ছন্দ ଛନ୍ଦିତା এ সন্ধিতা ভালো কথা আজ্ঞা ରସିକ আজ্ঞা ବାଘ ହାବୁଡ଼ରେ ତୁ ପଡ଼ିଥିଲୁ হ্যাঁ ଆଜ୍ଞା ବାଘ ହାବୁଡ଼ରେ ମୁଁ ପଡ଼ିଥିଲି ଆଜ୍ଞା ଆଉ ବାଘ ହାବୁଡ଼ରେ ଆଜ୍ଞା ଏଇ ଛନ୍ଦିତା ମଧ୍ୟ ପଡ଼ିଥିଲି এই মা পড়িছিল କିନ୍ତୁ ସେ ବାଘ হ্যাঁ ମୋତେ ମାରିବା ପାଇଁ ଚେଷ୍ଟା କଲା আজ্ঞা ରସିକ আজ্ঞা এই ଛନ୍ଦିତା ପାଇଁ হ্যাঁ ମୁଁ ଆଜି ଜୀବନ ଫେରି ପାଇଛି ହଁ ନହେଲେ এই ମାଙ୍କ ପାଇଁ ଆପଣ ଜୀବନ ଫେରି ପାଇଛନ୍ତି ଫେରି ପାଇଛି ଶୁଣିବା ଆପଣ ତ କଳିଙ୍ଗ ରାଜ୍ୟର କଳିଙ୍ଗ ଈଶ୍ୱର ଦେଇଦିଅନ୍ତୁ ଆଜ୍ଞା ସୁନା ରୂପା ଛଇ ଲାଟ କରି ଦେଇଦିଅନ୍ତୁ ମାଙ୍କୁ ଆମ ଭଳିଆ ଛଡ଼ିବନି ଆରେ ରସିକ ମୁଁ ଦେଇଛି ଦେଇଛନ୍ତି ଦେଇଛୁ ଭଲ କଥା କ'ଣ ଦେଇଛି ଜାଣିଛୁ କ'ଣ ଦେଲେ ମସ୍ତକରେ ସିନ୍ଦୁର ପିନ୍ଧି ଦେଇଛି ରାଣୀ କରି ନେଇଯିବେ ମୋର ସେଇ କଳିଙ୍ଗ ରାଜ୍ୟ ଛଇ ଲାଟ କ'ଣ ଥିଲା ଛଇ ଲାଟ କରିଦେଲେ କ'ଣ ଥିଲା କହିଲି ମୁଁ ବସିଛି ଏଇ ବଉଳ ଗଛ ଉପରେ ଆପଣ ବିଶ୍ରାମ କରୁଥିଲେ ଏଇ ଭଙ୍ଗା ମନ୍ଦିରରେ ମୁଁ ଆସିବା ପର୍ଯ୍ୟନ୍ତ ଆପଣ ଅପେକ୍ଷା କଲେନି ୟା ମଧ୍ୟରେ ଥଇଲାଟ କରିଦେଲେ ମଣିମା କ'ଣ ଏଇ ବାପା ମା ମାନେ କ'ଣ କୁହନ୍ତି ଜାଣନ୍ତି କ'ଣ କୁହନ୍ତି ପଛେ ନାରୀ ବିବର ସୀତା ରସିକ ଆଜ୍ଞା ଯାହା ବି ହଉ ନା କାହିଁକି ମୁଁ ତ ବିବାହ କରିସାରିଛି ଆଜ୍ଞା ମୁଁ ମନା କରୁନି ତେବେ କହ ମୁଁ ବର୍ତ୍ତମାନ କ'ଣ କରିବି ମଣିମା ହେଇଛି ଯେତେବେଳେ ହେଇଯାଉ ବଡ଼ ରାଣୀମାନଙ୍କୁ ମୁଁ ସମ୍ଭାଳି ନେବି କ'ଣ କହିଲୁ ଜାଗା ଦେଖି ମାର କ'ଣ କହିଲୁ ତୁ ଆଜ୍ଞା ମୁଁ କ'ଣ କହିଲୁ এই এই যাও বড় রানী মাকে মু সম্ভালি নেবি মুখ সুন্দরী কথা মুখ সুন্দরী কথা তাহলে ভুলিଯିବି ତୁ ମୋର ରସିକ ବୋଲି କ'ଣ କହିଲୁ বড় রানী মাকে মু সম্ভালি ଭୁল କରୁଛୁ আজ্ঞা মো কইবা কথা এহা নুহে ଆଉ এটা ভিতরକୁ যাও ଭିତରକୁ
ବୁଝି ନଥିଲେ ଗୁମକା ମାରି ଯାଉଛନ୍ତି ଆଉ ମାନେ ମୁଁ ବୁଝିପାରିଲି ବଡ଼ ରାଣୀ ମା ବସୁଧା ମା କଣ ତାକୁ ଏମିତି ଭାବରେ ମୁଁ ବୁଝେଇ କହିବି ବସୁଧା ମା ଆପଣଙ୍କୁ ମୁହଁ ଟେକି ପଦେ ହେଲେ ବି କିଛି କହିବେନି ଆଜ୍ଞା ସେଇଥିପାଇଁ ପରା ମୁଁ ଆପଣଙ୍କର ସେଇଥିପାଇଁ ସମ୍ଭାଳି ନେବୁ ଆଜ୍ଞା ଆରେ ମୋତେ ଟିକେ ବୁଝିବାକୁ ମାରିବେ ମୋ ଦମ ରସିକ ଆଜ୍ଞା ଯାହା କହିବୁ ତୁ କହିବୁ କଥା ନେଇକି ମାଙ୍କୁ ମୁଁ ସମ୍ଭାଳି ନେବି ମୋର କିଛି କରିବା ନାଇଁ କିଛି କରିବେ ହେଲା କିଛି କରିବା ଦେବନି ମୁଁ ସମ୍ଭାଳି ନେବି ମାକୁ ହଁ ଚାଲନ୍ତୁ ମୋ ମା କାନ୍ଦୁଥିବେ ଚାଲ ମା ଚାଲନ୍ତୁ ସ୍ୱାମୀ ଦାସୀ ବେଳ ଆସି ଏତେ ହେଲାଣି ହେଲେ ସ୍ୱାମୀଙ୍କର ଏଯାଏଁ ଦେଖା ନାହିଁ ଫେରି ଆସିବେ ରାଣୀମା ମହାରାଜ କଣ ରାଜ୍ୟକୁ ଫେରିଲେଣି? ନାଇଁ ବିଶ୍ୱଜିତ ବେଳପୁରୀ ସନ୍ଧ୍ୟା ହେବାକୁ ଆସିଲେଣି ଅଥଚ ମହାରାଜ ତାଙ୍କର ଶିକାର ନିଶା ଯାଏ କାଟିନି। ଠିକ୍ ଅଛି ମା ଆପଣ ଜମା ବ୍ୟସ୍ତ ହୁଅନ୍ତୁନି ମୁଁ ଯାଇ ଦେଖୁଛି ମହାରାଜ କୁଆଡ଼େ ଗଲେ। ଆରେ ବନ୍ଦା ଧରି କଣ ହବ କଣ କହିବାକୁ ଅଛି ମୁଁ ଶଳାଟା କଣ କହୁଛି ମା ଆମେ ତ ଗଲୁ ଗୁରୁ ଆଶ୍ରମକୁ ଭାଇକି ଦେଖିବା ପାଇଁ ତପନ ଭାଇକି ଦେଖିଲୁ ଭଲରେ ଭାଇ ମୋର ଅଛନ୍ତି ଭଲ ବିଦ୍ୟା ଶିକ୍ଷା କରୁଛନ୍ତି ସେଇ ପଥ ଦେଇ ଅଭୟ ଅରଣ୍ୟକୁ ଚାଲିଲୁ ବାପ ମାରିବାକୁ ଏ ମୁଗୁର ମାରିବାକୁ ନା 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 ସେଟା କଣ ହଁ ହରିଣ ମାରିବାକୁ ଯାଇଥିଲେ ମା ସୂର୍ଯ୍ୟ ଦେବତା ଏମିତି ଡାଉଁ ଛାତିରେ ଆପଣ ଦେଇଥିଲେ ଯେଉଁ ଖାଦ୍ୟ ସରିଗଲା ଭୀଷଣ ଶୋଷ ଲାଗିଲା ମା ଚାଲିଗଲେ ଆମେ ଅଭୟ ଅରଣ୍ୟ ମଧ୍ୟକୁ ଶିକାର ସନ୍ଧାନରେ ମା ଶିକାରଟେ ଖୋଜୁଛୁ ପଡ଼ିଗଲୁ ମୁଁ ବଡ଼ ବାଘ ବଡ଼ ମା ଏମିତି ପାଖରେ ଧମ୍ପ ମାଇଲା ମଣିମା କୁଆଡ଼େ ମୁଁ କୁଆଡ଼େ ପତା ନାହିଁ ମା ସେଇଠି ମା ବାପ ନେଇ ମୁଁ ଝାଉଁ ଗଛରେ ମଣିମା ଭଙ୍ଗା ମନ୍ଦିରରେ ବିଶ୍ରାମ କରୁଥିଲେ କୁଆଡ଼େ ଗଲେ ଦେଖା ନାହିଁ ମା ସେଇ ରାଜ୍ୟର ରାଜକନ୍ୟା ନା ତାର ସୁକାନ୍ତି ମହାବଳ ବାଘ କବଳରୁ ମଣିମାଙ୍କୁ ବଞ୍ଚେଇ ଦେଲେ ମା ସେ ରାଜକନ୍ୟା ଆଉ ବଞ୍ଚେଇ ଦେଲା ପରେ କଳିଙ୍ଗ ରାଜ୍ୟରେ ରାଜା ଚନ୍ଦ୍ରଧ୍ୱଜ କଣ ଉପହାର ଦେଲେ ମା କଣ ଦେଲେ ମା କଣ ଉପହାର ଦେଲେ କହିବି ମା କଣ ସାନ ରାଣୀ କରି କଳିଙ୍ଗ ରାଜ୍ୟକୁ ନେଇ ଆସନ୍ତି ମା ସିଂହ ଜଣେ ଛିଡ଼ାଇଛନ୍ତି ମଣିମାଙ୍କର ବୁଢ଼ା ହାତ ଫୁଲିଗଲାଣି ମା ଶୀଘ୍ର ବନ୍ଦନା ଛାଡ଼ିଯାଆନ୍ତୁ ମା ବନ୍ଦନା ଦାସୀ ରାଣୀମା ଗଲୁ ବନ୍ଦା ଥାଇ ନେଇକି ଆସିବୁ ଯାଉଛି ରାଣୀମା ବନ୍ଦନା ଛାଡ଼ିଯାଆନ୍ତୁ ମା ଆରେ ବିଶ୍ୱଜିତ ତୁ ଆଉ ଛିଡ଼ା ହେଲୁ କାହିଁକି ଛିଡ଼ା ହେବିନି ଆଉ କ'ଣ କରିବି ଥେଇ ନାଚିବି ନା ଏ ରାଜ୍ୟ ସାରା ବୁଲି ବୁଲି ମିଠେଇ ବାଣ୍ଟିବି ମିଠେଇ ବାଣ୍ଟିବା କଥା ତୁ ଚୁପ କର ମା ଏ ପୁଅର ଗୋଟିଏ କଥା ମନେ ରଖିବେ ମା ଆପଣଙ୍କ ଜୀବନରେ ମାଡ଼ି ଆସୁଛି ଅମାବାସ୍ୟାର ଅନ୍ଧାର କାଳ ରାତି ହଜିଯିବେ ମା ହଜିଯିବେ ପଥ ଖୋଜି ପାଇବେନି ଆଉ ସେତେବେଳେ ଏ ପୁଅ ତମ ପାଖରେ ନଥିବ ଲୁହକୁ ସାଉଟି କରି ବାଟ ଚାଲିବେ ମା ମୁଁ ଆସୁଛି ମା ମୁଁ ଆସୁଛି ଏ ବିଶୁ
କାନ୍ଦିକା ଅପା ଆମେ ଅନ୍ତପୁରକୁ ଯିବା ଚାଲନ୍ତୁ ଅପା। ଆଉ ମୁଁ ଦରବାରକୁ ଯାଉ ବିଶ୍ୱାସୀ ଖୋଜିଗଲାଣି ବସୁଧା ତମ କଥା ନ ମାନି ମୋର ଆଉ ପୁଣି ଚାରା ଅଛି ରସିକ ରସିକ ହାଇ! କଣ ହେଇଛି ଦରବାର ଭିତର କ'ଣ ରହିଛି ଦରବାର ଭିତର ମୁଁ ଯିବିନି କାହିଁକି ଯିବୁନି ଆପଣ ମୋ କଥା କିଛି ବୁଝୁନାହାନ୍ତି ଦରବାରରେ ଯିବିନି ଚାକିରି ମୁଁ ଛାଡ଼ିଦେବି ତୋ କଥା ମୁଁ କିଛି ବୁଝିବୁନି କିଛି ବୁଝୁନି ଠିକ ଅଛି କହ କଣ ହେଇଛି ଆପଣଙ୍କର ସେଠି ଆସିଥିଲା କୋଟିଏଟା ଚେୟାରମ୍ୟାନ୍ ଦାସୀ ଆଚ୍ଛା ଠିକ ଅଛି କଣ ହେଇଛି ଆଜ୍ଞା ମୋ ଗାଁର କାମୁଡ଼ି ଦେଇଥିଲି ଠିକ ଅଛି এইଥିପାଇଁ ମନ ଦୁଃଖ କରୁଛୁ ଠିକ ଅଛି ମୁଁ ତା ବିଚାର କରିବି ଆଜ୍ଞା ହେଲା ବିଚାର ମୁଁ ତା କରିବି ବିଚାର କରିବି ତାହେଲେ ମୁଁ ଯିବି ତାପରେ